ରାଜାରାଣୀ ଗୀତ ତାପରେ ଆଖି ପଲକେ ତୁ ଗୀତ ଏଟା ହ୍ୟୁମାନ ଭାଙ୍ଗିବ ଗୀତ ଯୋଉଟା କି ବଡ ବଡ ହିଟ୍ ଆମ ଚ୍ୟାନେଲରେ ହେଇଛି। ଆଉ ପର୍ସନାଲି ଯୋଉଦିନ ରାଜାରାଣୀ ଗୀତର ରେକର୍ଡିଂ ଥିଲା ଉଦିତ ଆମର ଅଣ୍ଟେଲରେ ଗାଇବେ ଆସିଥିଲେ ସେଦିନ ହ୍ୟୁମାନ ଭାଇଙ୍କର ତାଙ୍କର ଗୋଟେ ବଢିଆ ମିଳନ ହେଇଥିଲା ଷ୍ଟୁଡିଓରେ ସୌମ୍ୟ ଷ୍ଟୁଡିଓରେ। ତ ଦିଟା ଭଲ ଭଲ ଗୀତ ଯୋଉଟା କି ହ୍ୟୁମାନ ସାଗର ଭାଇ ଗାଇଛନ୍ତି। ଆଉ ଏବେ ଗୋଟେ ସ୍ୟାଡ୍ ସଙ୍ଗ ଯୋଉଟା ବୁଝିଯା ହୃଦୟ ଆପଣ ମାନେ ଦେଖୁଥିବେ ପ୍ରାୟ ଏଇ ସେ ଗୀତଟା ଏବେ ବହୁତ ରିଲେଟ୍ କରୁଛି ଭାଇଙ୍କର ମାନେ ଏଇ ଯୋଉ ଯିବା ପରର ମୁହୂର୍ତ୍ତକୁ ସେଥିପାଇଁ ସବୁଆଡେ ସେ ଗୀତଟା ଭାଇରାଲ ହଉଛି। ଆଉ ସେଇଥିରେ ଉଦିତ ହିଁ ଷ୍ଟାରକାଷ୍ଟ ଥିଲେ ଯେମିତି କି ହ୍ୟୁମାନ ଭାଇ ସେ ଗୀତଟାକୁ କିଛି ଗାଇଥିଲେ। ସେୟାର କରୁଥିଲେ ଉଦିତ ଆପଣଙ୍କ ସହିତ ଭାଇଙ୍କ ଗଲା ପରେ? ହଁ ଭାଇ ମତେ ଉଦିତ ଫୋନ କରି ପର୍ସନାଲି କଥା ହେଇଛନ୍ତି ସେ ବି ଷ୍ଟୋରି ଦେଇଥିଲେ ସମସ୍ତେ ଦେଖିଛନ୍ତି ମତେ ପଚାରିକି ବୁଝିଥିଲେ ଭାଇ କେମିତି କଣ ହେଲା। ମୁଁ କହିଲି ତମେ ତ ଜାଣିଛ ଯାହା ବଲେ ଭାଇଙ୍କର ଦେହ ଭଲ ନଥିଲା ଏଇଟା ସମସ୍ତେ ଜାଣିଥିଲେ ବଟ ତାଙ୍କ ନିଜ ଲୋକ କେମିତି ଜାଣିପାରୁନଥିଲେ କେହି ବି ଗୋଟେ ଟ୍ରିଟମେଣ୍ଟ ଭଲସେ ଭାଇଙ୍କର ହେଇପାରିଲାନି। ଆଉ ବହୁତ କମ ବୟସ 34-35 ବୟସ ଗୋଟେ ବୟସ ନୁହଁ ଭାଇଙ୍କର ଯିବା। ଆଉ ବାକି ମୁଁ ମେଡିକାଲ 2 ଥର 3 ଥର ଯାଇଛି ବହୁତ ଧନ୍ୟବାଦ ଦେବି ଅନୁଭବ ଭାଇଙ୍କୁ। ଅନୁଭବ ଭାଇଙ୍କୁ ମୁଁ ଦେଖିଲି ମେଡିକାଲରେ ଫାଷ୍ଟ ରୁ ଲାଷ୍ଟ ପୁରା ଥିଲେ ବହୁତ କରିଛନ୍ତି ମାନେ ଇଣ୍ଡଷ୍ଟ୍ରିରେ ବହୁତ ବଡ ବଡ ଆର୍ଟିଷ୍ଟ ଅଛନ୍ତି। ମୁଁ ଦେଖିଲି ବହୁତ ଆର୍ଟିଷ୍ଟକୁ ମିସ୍ କଲି ଯୋଉଦିନ ହ୍ୟୁମାନ ଭାଇ ଚାଲି ଯାଇଥିଲେ ମୁଁ ନିଜେ ମେଡିକାଲରେ ପ୍ରେଜେଣ୍ଟ ଥିଲି ଅପ୍ ଟୁ ହ୍ୟୁମାନ ଭାଇ ମେଡିକାଲରୁ ବାହାରିକି ଆମ୍ବୁଲାନ୍ସରେ ଲୋଡ୍ ହେଇ ଗଲା ପର୍ଯ୍ୟନ୍ତ। ତ ବହୁତ ଆର୍ଟିଷ୍ଟକୁ ମୁଁ ସେଠି ମିସ୍ କଲି ମାନେ ଆଶା କରିଥିଲି ଯେ ଆହୁରି ସମସ୍ତେ ଆସିକି ଭାଇଙ୍କ ସହିତ ହ୍ୟୁମାନ ଭାଇ ଗୋଟେ ଏମିତି ମଣିଷ ସେ କାହା ପାଇଁ ଗୀତ ଗାଇ ନ ଗାଇଛନ୍ତି ବା କୋଉ ଫିଲ୍ମ ପାଇଁ ଗୀତ ନ ଗାଇଛନ୍ତି ନା କୋଉ ଆର୍ଟିଷ୍ଟ ତାଙ୍କ ସହିତ ରିଲେଟ୍ ନାହାନ୍ତି। ବଟ୍ ବହୁତ କମ ଆର୍ଟିଷ୍ଟକୁ ଦେଖିବାକୁ ମିଳିଲା ବହୁତ କମ ଲୋକ ଆସିଥିଲେ ତା ଭିତରେ ବହୁତ ଭଲ ଲାଗିଲା। ଅନୁଭବ ଭାଇ ପୁରା ତାଙ୍କୁ ଦେଖିବାକୁ 2-3 ଥର ଯାଇଥିଲେ ପ୍ଲସ୍ ମେଡିକାଲରେ ଯୋଉଦିନ ସିଏ ଚାଲିଗଲେ ସେଦିନ ତାଙ୍କର ସବୁ ଜିନିଷ ଆରେଞ୍ଜ କରିବାଠାରୁ ଆରମ୍ଭ କରି ତାଙ୍କର ଗାର୍ଡ ଅଫ୍ ଅନର ଯୋଉ ହେଲା ତିତଲାଗଡ଼ରେ ସେ ଜିନିଷକୁ ସବୁ ଜିନିଷ ଅନୁଭବ ଭାଇ ନିଜେ ପ୍ରେଜେଣ୍ଟରେ ରହିକି ସବୁ ଜିନିଷ ମ୍ୟାନେଜ କରିକି ତାଙ୍କୁ ମାନେ ଏଇଠୁ ବିଦାୟ ଦେଲେ। ତା ସହିତ ତାଙ୍କ ବାସଭବନକୁ ବି ଯାଇଥିଲେ ମୁଁ ଭିଡିଓ ଦେଖୁଥିଲି। ଅନୁଭବ ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି ଯାହା ଓଡିଆ ଇଣ୍ଡଷ୍ଟ୍ରିରେ ଆଟଲିଷ୍ଟ ଏମିତି ଗୋଟେ ବଡ ଆର୍ଟିଷ୍ଟ ଯଦି ଏତିକି ସମସ୍ତ ପାଇଁ କରୁଛନ୍ତି ତାଙ୍କୁ କୃତଜ୍ଞତା ଧନ୍ୟବାଦ ଜଣେଇବା କଥା। କାହିଁକିନା ଆଜିକା ଡେଟ୍ରେ ସମସ୍ତଙ୍କର ଗୋଟେ ଆଶା ଯେ ସୁବିଧା ଅବସ୍ଥାରେ ପାଖରେ ଆସି ଠିଆ ହେବାର କିଏ କାହାର ପୁଳାଇ ଦେଇଦେବେନି କି ନେଇଯିବେନି କିନ୍ତୁ ପାଖରେ ଆସି ଠିଆ ହେଲା ସବୁଠୁ ବଡ ଜିନିଷ। ଆଉ ଏତେ ବଡ ଆର୍ଟିଷ୍ଟ ଆସିକି ମେଡିକାଲରେ ଭୋ ଭୋ ହେଇକି କାନ୍ଦିଲେ ଭୋ ଭୋ ହେଇକି କାନ୍ଦିକି ଅନୁଭବ ଭାଇ ହ୍ୟୁମାନ ଭାଇକି ବିଦାୟ ଦେଲେ। ଧନ୍ୟବାଦ ଦେବି ତାଙ୍କୁ ଏମିତି